ଜୟ ଶ୍ରୀ ଜଗନ୍ନାଥ ଭାଇ ମାନେ ସର୍ବପ୍ରଥମ ଗୁରୁଦେବ ଗଣପତି ଓ ଜଗଦମ୍ବାକୁ ପ୍ରଣାମ କରି ଆଜି ଆମେ ଆମ ରାଷ୍ଟ୍ର ଶାସନକୁ ଆଗକୁ ବଢିବା। ଯେ ଆପଣ ମାନେ ଗୋଟେ ଜିନିଷ ଭଲସେ ଚେକ୍ କରିବେ ଯେ ଗ୍ରହ ମାନଙ୍କ ମାନେ କୋଉ ଘରେ ଅଛନ୍ତି। କାଲି ଆମେ ସେ ବିଷୟରେ ଡିସ୍କସନ କରିଥିଲେ, ସେଟା ଉଚ୍ଚ ସ୍ୱଗୃହ ମୂଳ ତ୍ରିକୋଣ ଏଇ ସବୁ ଜିନିଷ ବିଷୟରେ ଆମେ ଭଲସେ ଆଲୋଚନା କରିଥିଲେ। ବର୍ତ୍ତମାନ ଆଜି ଆମେ ଆଲୋଚନା କରିବା ଗ୍ରହ ଯଦି ନୀଚ ହେଲା, ଗ୍ରହ ଯୁଦ୍ଧରେ ପରାସ୍ତ ହେଲା, ଶତ୍ରୁ ରାଶିରେ ହେଲା, ପାପୀ ଗ୍ରହଙ୍କ ଦ୍ଵାରା ଦୃଷ୍ଟ ହେଇଗଲା, ପାପ ଗ୍ରହ ଯୁକ୍ତ ହେଇଗଲା, ପାପ ଗ୍ରହ ମାନେ ପାପ କର୍ତ୍ତରୀ ଯୋଗରେ ପଶିଗଲା, ବକ୍ରୀ ଗ୍ରହଙ୍କ ସହିତ ଯୁକ୍ତ ହେଇଗଲା, ସୂର୍ଯ୍ୟଙ୍କ ଦ୍ଵାରା ଅସ୍ତାଙ୍ଗତକୁ ପଳେଇଲା, ରାହୁଙ୍କ ଦ୍ଵାରା ଯୁକ୍ତ ହେଇଗଲା, ଭାବ ସନ୍ଧିରେ ପଶିଗଲା, ତାହେଲେ ଏଇ ସବୁ କ୍ଷେତ୍ରରେ ଗ୍ରହ ମାନେ ଦୁର୍ବଳ ହେଇଯାଆନ୍ତି। ଆରେ ଭାଇ ଏଇଟା ହଉଛି ବେଦିକ ଆଷ୍ଟ୍ରୋଲୋଜି। ଏଇଟା ହଉଛି ବେଦିକ ଆଷ୍ଟ୍ରୋଲୋଜି। ମାନେ ଆମ ପୂର୍ବ ପୁରୁଷ ମାନେ କେତେ ମାତ୍ରାରେ ଷ୍ଟ୍ରଙ୍ଗ, କେତେ ମାଇନ୍ୟୁଟଲି ଜିନିଷ ଗୁଡାକୁ ଅବଜର୍ଭ କରିଛନ୍ତି, ସେଇଟା ଏଇଥିରୁ ହିଁ ଜଣା ପଡିବ ଯେ ମହର୍ଷି ପରାଶର ତାକୁ କେତେ ମାନେ ଆକୁରେଟଲି ତାକୁ କାଲକୁଲେଟ କରିଛନ୍ତି, ଆଉ କର୍ମଫଳ କୋଉ ହିସାବରେ ମିଳେ। କାଲି ତ ଆମେ ପଢୁଥିଲେ ଗ୍ରହ ମାନଙ୍କର ଭଲ ଅବସ୍ଥା ବିଷୟରେ। ଆଜି ଆମେ ପଢୁଛେ କି ଗ୍ରହ ମାନ ଯଦି ପ୍ରୋବ୍ଲେମରେ ଫସିଯାଆନ୍ତି, ତାହେଲେ କଣ ମାତ୍ରାରେ କିଭଳି ମାତ୍ରାରେ କଣ ପ୍ରୋବ୍ଲେମ ହବ। ସେଇ କ୍ଷେତ୍ରରେ ମୁଁ ଆପଣ ମାନଙ୍କୁ ଏକ୍ସାମ୍ପଲ ଗୁଡାକ ଦେଇ ଚାଲିଲି ଯେ କଣ ନା ନିଚ ହେଇଗଲେ, ଗ୍ରହ ମାନେ ନିଚ ହେଇଗଲେ ଭଲ କି ଖରାପ? ପୁରୁଷୋତ୍ତମ ବାବୁ, ଗ୍ରହ ମାନେ ନିଚ ହେଇଗଲେ ଭଲ କି ଖରାପ? ନାଇଁ, ଖରାପ ଫଳ ଶୁଭ ଦେବେ। ଗ୍ରହ ନିଚ ହେଲେ ଖରାପ, ଅଶୁଭ ଗ୍ରହ ହଁ, ନିଚ ହେଲେ ଭଲ। ଏକ୍ଜାକ୍ଟଲି। ଶୁଭ ଗ୍ରହ ନିଚ ହେଲେ ଖରାପ, କିନ୍ତୁ ଅଶୁଭ ଗ୍ରହ ନିଚ ହେଲେ ଭଲ। ତେଣୁ ସବୁବେଳେ ତୁମେ ଯେ ଦେଖିଦେଲ ନିଚ ହେଇଗଲା ଫଳ ଦବନି ଇଏ, କିନ୍ତୁ ଗୋଟେ କଥା ସବୁବେଳେ ମନେ ରଖ, ଗ୍ରହ ମାନେ ନିଚ ହେଲେ ଖରାପ। ସେ ଶୁଭ ହଉ ଚାहे ଅଶୁଭ ହଉ। ମୁଁ ତୁମକୁ ଏଇ ଜିନିଷଟା କାହିଁକି ବୁଝେଇବାକୁ ଚାହୁଁଛି, କାହିଁକି କହିବାକୁ ଚାହୁଁଛି, ସେଇଟା ମନେ ରଖ। ପ୍ରତ୍ୟେକ ଗ୍ରହର କିଛି ଗୋଟେ ସ୍ଥିର କାରକ ତତ୍ତ୍ୱ ଅଛି ନା ନାଇଁ? ସ୍ଥିର କାରକ ତତ୍ତ୍ୱ। ସ୍ଥିର କାରକ ତତ୍ତ୍ୱ ହିସାବରେ ଗ୍ରହ ମାନେ ଉଚ୍ଚ ହେଇଥାଉ ନିଚ ହେଇଥାଉ, ତମ କୁଣ୍ଡଲି ପାଇଁ ସୂର୍ଯ୍ୟ ଯୋଉ ଯୋଉ ଜିନିଷର କାରକ, ସୂର୍ଯ୍ୟ ହଉଛି ଆଡମିନିଷ୍ଟ୍ରେସନ ର କାରକ, ସୂର୍ଯ୍ୟ ହଉଛି ଆତ୍ମାର କାରକ, ସୂର୍ଯ୍ୟ ହଉଛି ପିତାର କାରକ, ସୂର୍ଯ୍ୟ ହଉଛି ଫେମ ର କାରକ, ସୂର୍ଯ୍ୟ ହଉଛି ଯଶର କାରକ, ସୂର୍ଯ୍ୟ ହଉଛନ୍ତି ରାଜା, ସୂର୍ଯ୍ୟ ହଉଛନ୍ତି ଭଗବାନ ମହାଦେବଙ୍କର କାରକ। ସରକାର ତାହେଲେ କାରକ। ମତେ ଆପଣ, ହଁ, ସରକାରଙ୍କର କାରକ। ଆଡମିନିଷ୍ଟ୍ରେସନ କହିଲି ପରା। ହୁଁ ହୁଁ ହୁଁ। ହଁ, ତ ଏତେ ସବୁ ଜିନିଷର କାରକ ହେଇକି ସୂର୍ଯ୍ୟ ଯଦି ନିଚ ହେଇଗଲେ, ସେ ଚାହେ ଅକାରକ ହୁଅନ୍ତୁ ଚାହେ କାରକ ହୁଅନ୍ତୁ, ଆପଣଙ୍କୁ ସ୍ଥିର କାରକ ତତ୍ତ୍ୱ ହିସାବରେ ପ୍ରୋବ୍ଲେମ ଆସିବ ଏବଂ ଭାବ କାରକ ତତ୍ତ୍ୱ ହିସାବରେ ଆପଣ ଛୁଟ ପାଇବେ। ନାରାୟଣ ଯଦି କୌଣସି ସିଷ୍ଟମ ଡିଜାଇନ କରିଛନ୍ତି, ତା ଭିତରେ ଯଦି ଏମିତିଆ ଜିନିଷ ନ ରହିବ, ଖେଳ ଟିକେ ନ ଖେଳିବେ ସିଏ, ତାହେଲେ ମାୟାପତିଙ୍କର ମାୟା ଅଧୁରା ରହିଯିବ ନା ଭାଇ। ହଁ, ପଏଣ୍ଟ ବୁଝ। ଏବେ ଗୋଟେ କନ୍ୟା ଲଗ୍ନର କୁଣ୍ଡଲି ବନାଅ ସମସ୍ତେ। କନ୍ୟା ଲଗ୍ନର କୁଣ୍ଡଲି ଆଉ ସୂର୍ଯ୍ୟକୁ ସେକେଣ୍ଡ ହାଉସ ରେ ଲେଖିଦିଅ। କନ୍ୟା ଲଗ୍ନର କୁଣ୍ଡଲି ବନେଇକି ସୂର୍ଯ୍ୟକୁ ସେକେଣ୍ଡ ହାଉସ ରେ ଲେଖିଦିଅ। ମତେ ଆର ରେଜଲ୍ଟ ଟା କୁହ। ଏଇ ଗୋଟେ ପଏଣ୍ଟ ମୁଁ ଡିସ୍କସନ କରିବି, ଅଧିକା କିଛି ଡିସ୍କସନ କରିବିନି, ମତେ ଗୋଟେ ପଏଣ୍ଟ ବୁଝେଇ। ପୁରୁଷୋତ୍ତମ ବାବୁ କୁହନ୍ତୁ, ଶୁଣିବା। ଏଠି ନିଚ ଭାଇ ହେଇଗଲେଣି କଣ ତାହା କନ୍ୟା ପୁରା। ଲଗ୍ନର କରିକି? ଭାଇ ଥରେ ଯେ ହ୍ୟାଲୋ। ଶୁଣ ନା ଭାଇ, ତୁ ଯଦି ଦ୍ଵିତୀୟ 50 ଥର ଡାଉଟ ପଚାରିବି ମୁଁ କେମିତି କହିବି? ଏଇ ତତେ ଗୋଟେ ଗୋଟେ ଥର, କଥା ଏଇ ଗୋଟେ ଥର ତୁ କନସେଣ୍ଟ୍ରେସନ ଟା କୋଉଠି ରଖୁଛୁ? ଖାତାଟା ଇଏ କରୁଥିଲି ତ ଖୋଲା ଆସିକି। ମତେ ସେକେଣ୍ଡ ନା ଖାତାଟା ଇଏ କଲେ କଣ, ତୁ ଦେଇକି ବସିବୁ ଖାତା। ହୁଁ ହୁଁ। ହଉ ଏଇ ଗୋଟେ କନ୍ୟା ଥର କହିଦିଅ ଲଗ୍ନର ଆଉ। କୁଣ୍ଡଲି ବନା,
ସୂର୍ଯ୍ୟକୁ ସେକେଣ୍ଡ ହାଉସ ରେ ଲେଖିଦିଏ। ଏବେ କୁହ କଣ ହବ? କନ୍ୟା ଲଗ୍ନର କୁଣ୍ଡଳୀରେ ସୂର୍ଯ୍ୟ ସେକେଣ୍ଡ ହାଉସ ରେ ରହିବେ, ସେଟା ହଉଛି ତୁଳା ରାଶି। ତୁଳା ରାଶିରେ ସୂର୍ଯ୍ୟ ନୀଚ ହେଇଥାନ୍ତି, ମେଷ ରାଶିରେ ଉଚ୍ଚ, ତୁଳା ରାଶିରେ ନୀଚ ହୁଅନ୍ତି। ତ ସେଠି ନୀଚ ହେଲା ମାନେ ତାଙ୍କର ଯୋଉଟା ସ୍ଥିର କାରକ ତତ୍ତ୍ୱ ଯୋଉ ଜିନିଷ ଗୁଡାକ କହିଲେ, ସେଗୁଡାକ ରେଜଲ୍ଟ ନେଗେଟିଭ ରେଜଲ୍ଟ ସେଗୁଡାକରେ ଆସିବ, ଯୋଉଟା କି ଯେମିତି ଆମର ଗଭର୍ଣ୍ଣମେଣ୍ଟ ଜବ ହବାର ରୁ ବଞ୍ଚିତ ହେଇପାରେ, ସେ ଗଭର୍ଣ୍ଣମେଣ୍ଟ ର କିଛି ଗଭର୍ଣ୍ଣମେଣ୍ଟ ରିଲେଟେଡ କାମରେ ତାକୁ ବାଧା ପହଞ୍ଚିବ। ସୂର୍ଯ୍ୟଙ୍କର ଯୋଉଟା ସ୍ଥିର କାରକ ତତ୍ତ୍ୱ, ତାର ହେଲ୍ଥ ଇସ୍ୟୁ କିଛି ରହିପାରେ, ଇମ୍ୟୁନିଟି ପ୍ରୋବ୍ଲେମ ପାଇଁ, ଅସ୍ଥି ଜନିତ କିଛି ପ୍ରୋବ୍ଲେମ ଆସିପାରେ। ସୂର୍ଯ୍ୟ ବଡିର ସ୍କ୍ରିନ୍ ଅସ୍ଥିର ସ୍କ୍ରିନ୍ କାରକ, ଅସ୍ଥିର ବି କାରକ ନା ସ୍କ୍ରିନ୍ ଭାଇ? ଆତ୍ମା ସ୍କିନ୍ ନାହିଁ, ତାହେଲେ ଅସ୍ଥି ଦାନ୍ତ ହାଡ ରିଲେଟେଡ ଦଶା ପ୍ରୋବ୍ଲେମ ହବ କି ନାହିଁ? ଆସିବ। ମୋର କଥା ସେଠି ନାହିଁ, ମୁଁ ବର୍ତ୍ତମାନ ତମକୁ ଆହୁରି ଗୋଟେ ପଏଣ୍ଟ ଏଠି ଇନକ୍ଲୁଡ କରିବାକୁ ଚାହୁଁ। ଭାବ ଆଣ୍ଟି କ୍ଲକ୍ ୱାଇଜ ବୁଲେ, କିନ୍ତୁ ଗ୍ରହ ମାନେ କ୍ଲକ୍ ୱାଇଜ ବୁଲନ୍ତି। ଗ୍ରହ ଆଣ୍ଟି କ୍ଲକ୍ ୱାଇଜ ବୁଲନ୍ତି ନା ସାର୍? ଗ୍ରହ ଭାବ ଆଣ୍ଟି କ୍ଲକ୍ ୱାଇଜ ବୁଲେ, ଗ୍ରହ ମାନେ କ୍ଲକ୍ ୱାଇଜ ବୁଲନ୍ତି କୁଣ୍ଡଲି ହିସାବରେ ଭାବ। ନାଇଁ ଟିକେ ବୁଝି ହେଲାନି ସାର୍। ହଁ, ଏଇଟା ମୁଁ ବୁଝେଇବି କ୍ଲାସରେ ପରେ କେବେ ବୁଝେଇବି। ଏବେ ଆଉ ଗୋଟେ କୁଣ୍ଡଲି ବନାଅ, ତୁଳା ଲଗ୍ନର କୁଣ୍ଡଲି, ସୂର୍ଯ୍ୟକୁ ଲଗ୍ନରେ ଲେଖିଦିଅ। ବନେଇଲ, କଣ ହେଲା? ସୂର୍ଯ୍ୟ ନିଚକୁ ପଳେଇଲେ, କିନ୍ତୁ ସୂର୍ଯ୍ୟ କୋଉ ଭାବରେ ସାର୍ ବସିଲେ? ପ୍ରଥମ ଭାବର କାରକ ସିଏ, ହଁ କି ନାଇଁ? ପ୍ରଥମ ଭାବରେ ବସିଲେ, ପ୍ରଥମ ଭାବର କାରକ ପ୍ରଥମ କି ନାଇଁ? ଭାବରେ ବସିଲେ, ତେଣୁ ପ୍ରଥମ ଭାବର ଏଠି କାରକ। ହଁ, ତେଣୁ ସୂର୍ଯ୍ୟ ଏଠି ନିଚ ହେଲେ ବି ସେଇ ଭଲ ଫଳ ନିଚତ୍ୱର ଦେବେ। ଏକ୍ସାମ୍ପଲ ତାଙ୍କୁ ଦବନି ଯଦି ତୁଳା ଲଗ୍ନରେ ସୂର୍ଯ୍ୟ ବସିଛନ୍ତି ଆଉ ସେ ନିଚ ଭାବର କାରକ ତତ୍ତ୍ୱ ଗୁଡାକୁ ତାଙ୍କୁ ଏକ୍ସପ୍ଲେନ କରିବନି। ଏବେ ମୁଁ ଆଉ ଗୋଟେ କଥା ବି କାଳପୁରୁଷ ଆପଣଙ୍କୁ କହୁଛି। କୁଣ୍ଡଳୀ ହିସାବରେ ସାର୍ ସେଟା କାମ ଦବ ସେ ଜାଗାରେ। କାଳପୁରୁଷ କୁଣ୍ଡଳୀ ହିସାବରେ କାମ ଦବ ଯେ, କିନ୍ତୁ ଏ ପ୍ରଥମ ଭାବର କାରକ ହଉଛନ୍ତି ସୂର୍ଯ୍ୟ। ଆମେ ଯେତେବେଳେ ଭାବ କାରକ ଅଧ୍ୟାୟ ପଢିଥିଲେ ସେତେବେଳେ କଣ କରୁଥିଲେ? ଆଜ୍ଞା। ସୂର୍ଯ୍ୟ ହଉଛନ୍ତି ପ୍ରଥମ ଭାବର କାରକ, ବୃହସ୍ପତି ହଉଛନ୍ତି 2, 5, 9, 10, 11 ର କାରକ, ଏମିତି ପଢିନଥିଲେ ସବୁ? ବୁଧର କାରକ, ଏମିତି ଗୋଟେ ହୁଁ ମଝିରେ ପଢିଥିଲେ, ଅନଲାଇନ ସେସନରେ ପଢିଥିଲେ। କିନ୍ତୁ ସେଇଠି ସୂର୍ଯ୍ୟ ରିଲେଟେଡ ନେଗେଟିଭ ପ୍ରେଡିକ୍ସନ ଦବନି, ଇଭେନ ଇଫ ସୂର୍ଯ୍ୟ ଇଏ। ଠିକ ଅଛି। ଆହୁରି ଗୋଟେ କଥା ମୁଁ ତମକୁ ସାର୍ କହିଦଉଛି, କନ୍ୟା ଲଗ୍ନରେ ସୂର୍ଯ୍ୟ ସେକେଣ୍ଡ ହାଉସ ରେ ଗଲେ ବି କିଛି ପ୍ରୋବ୍ଲେମ ନାହିଁ। ସୂର୍ଯ୍ୟ ଯଦି ସେକେଣ୍ଡ ହାଉସ ରେ ଗଲେ କିଛି ପ୍ରୋବ୍ଲେମ ନାହିଁ। ଏବେ ମୁଁ ତମକୁ ଗୋଟେ କଥା କହୁଛି, ପ୍ରତି 2 ଘଣ୍ଟାରେ ଲଗ୍ନ ଚେଞ୍ଜ ହଉଛି। ସାର୍ ଯିଏ 10ଟା ବେଳେ ଜନ୍ମ ହବ ତାର ସୂର୍ଯ୍ୟ କୋଉ ହାଉସ ରେ ଥିବେ? 10ଟା ବେଳେ, 10ଟା ବେଳେ ଯିଏ ଜନ୍ମ ହବ ସାର୍ ସୂର୍ଯ୍ୟ ତାର 11th ହାଉସ ରେ ଥିବେ। 11th ରେ ରହିବେ। ତାହେଲେ 2ଟା ବେଳେ ଜନ୍ମ ହେଲେ କେତେବେଳେ 10ଟାରୁ କୋଉ 12ଟା ହାଉସ ରେ ରହିବେ? 11th ରେ ରହିବେ। ସାର୍ 12ଟାରୁ 2ଟା ଭିତରେ ଜନ୍ମ ହେଲେ କୋଉ ହାଉସ ରେ ରହିବେ?
ଦ୍ୱାଦଶ 12ଟାରୁ 2ଟା ଦିନ 12ଟାରୁ 2ଟା ଭିତରେ ଜନ୍ମ ହେଲେ 10th ହାଉସ ପଳେଇଲା। ହଁ 10th ହାଉସ ସରି ସରି ପଛକୁ ଏପଟକୁ ଆସିବେ 10th ହାଉସ କୁ ଆସିବେ। ତେଣୁ ସୂର୍ଯ୍ୟ ଯଦି ସେକେଣ୍ଡ ହାଉସ ରେ ଅଛନ୍ତି ତାହେଲେ ସେ ପିଲା କେତେବେଳେ ଜନ୍ମ ହେଇଥିବ? ସୂର୍ଯ୍ୟ ସେକେଣ୍ଡ ହାଉସ ରେ ଅଛନ୍ତି ମାନେ ସେ ସୂର୍ଯ୍ୟ ଉଦୟ ପୂର୍ବରୁ ଜନ୍ମ ହେଇଯାଇଛି। ଏକ୍ଜାକ୍ଟଲି। ତାହେଲେ ସୂର୍ଯ୍ୟ ଏବେ ତାଙ୍କର ଭାବର କାରକ ତତ୍ତ୍ୱକୁ ପାଖକୁ ପଳେଇ ଆସିଲେ। ତାକୁ କହନ୍ତି ଉଚ୍ଚାଭିଳାଷୀ। ମାନେ ଲଗ୍ନକୁ ପଳେଇ ଆସିଲେ ଲଗ୍ନର କାରକ ତତ୍ତ୍ୱକୁ ପ୍ରାପ୍ତ କରିବା ପାଇଁ। ତେଣୁ ସେଠି ବି ସୂର୍ଯ୍ୟ ରେଜଲ୍ଟ ଭଲ ଦେବେ। ଇଭିନ ଆଉ ଥରେ ସାର୍ ମାନେ ସୂର୍ଯ୍ୟ ଯେହେତୁ ଇଏ ରାତିରେ ଜନ୍ମ ହେଇଛି ପ୍ରାତଃ ସମୟରେ ସୂର୍ଯ୍ୟ ଉଦୟ ପ୍ରାତଃ ହେଇନାହାନ୍ତି। ସମୟରେ, ସେଥିପାଇଁ ପ୍ରାତଃ ସମୟର ଜନ୍ମଟା ବହୁତ ବଢିଆ। ସେ 4ଟାରୁ ଆଚ୍ଛା 6ଟା ଭିତରେ ଜନ୍ମ ହେଇଥିବ ନା, ସୂର୍ଯ୍ୟ ଯଦି ସେକେଣ୍ଡ ହାଉସରେ ଅଛନ୍ତି। ଆଜ୍ଞା ମୋ ପଏଣ୍ଟ ବୁଝିପାରୁଛ ତ? ବୁଝିହେଲା। ତେଣୁ ସୂର୍ଯ୍ୟ କଣ ବର୍ତ୍ତମାନ ଉଦୟ ହେବାକୁ ବାହାରିଛନ୍ତି, ସେଇ ଟାଇମରେ ସେ ଜନ୍ମ ହେଇଛି। କିନ୍ତୁ ଗୋଟେ କଥା ମନେ ରଖିବ, ଭାବ ସନ୍ଧିଟା ଇମ୍ପୋର୍ଟାଣ୍ଟ। ଭାବ ସନ୍ଧି ମାନେ ବୁଝିପାରୁଛ ତ? ଭାବ ସନ୍ଧି କହିଲେ ଆମେ ଜେନେରାଲି ତାକୁ ଯଦି ଏକ୍ଜାକ୍ଟରେ ବୁଝିବା, ଇଏରେ ବୁଝିବା, ଅଲଗା ଜିନିଷ। ମାନେ କଣ କହିବି, 29 ଡିଗ୍ରୀରୁ ସେପଟ 1 ପର୍ଯ୍ୟନ୍ତ ଭାଇ ଧରିକି ଚାଲ। ମାନେ ଗୋଟେ ଭାବ 30 ଡିଗ୍ରୀ ନା, ତାହେଲେ ଗ୍ରହଟା ଯଦି 29ରେ ରହିଲା କି 1 ଡିଗ୍ରୀ ରହିଲା, ସେଇଠି ହେଇଗଲା ଭସଣ। ସେଇଠି ସେ ଭାବ ସନ୍ଧିକୁ ପଳେଇଲା। ସେଇଠି ପ୍ରୋବ୍ଲେମ, ସେଇଠି ସଂକ୍ରାନ୍ତି ଦୋଷ ତାର ଲାଗେ। ଗୋଟେ ପାଦ ଆଗକୁ ଦେଇଦେଲେଣି ନେକ୍ସଟ ଘର ପାଇଁ। ହଁ ମାନେ ଧର ଆସିବନି ଯୋଉଟା କି ପ୍ରଥମ ଭାବରେ କୌଣସି ଗୋଟେ ପ୍ଲାନେଟ 29 ଡିଗ୍ରୀରେ ବସିଗଲା, ତାହେଲେ ସେଇଟା ସେ ଭାବ ସନ୍ଧି ଭିତରେ ଆସିଗଲା। ଆଜ୍ଞା ସେକେଣ୍ଡ ଭାବରେ ଗୋଟେ ପ୍ଲାନେଟ 1 ଡିଗ୍ରୀରେ ବସିଗଲା, ତାହେଲେ ସେ ଭାବ ସନ୍ଧି ଭିତରେ ଆସିଗଲା। ଭାବ ସନ୍ଧିରେ ଆସିଗଲା। ସେଇଠି ପ୍ଲାନେଟ୍ସ ମାନଙ୍କର ପାୱାର କମିଯାଏ। ସବୁ ଗେମ୍ ପ୍ରେଡିକ୍ସନ ଡିପେଣ୍ଡ କରେ ପ୍ଲାନେଟର ସ୍ଥିତି ଉପରେ। ତୁମେ ଦେଖୁ ଦେଖୁ ତମ ମୁଣ୍ଡରେ 40ଟା ଜିନିଷ ସାଇମଲଟେନିୟସଲି ପପ୍ ଆଉଟ୍ ହେଇବା ଦରକାର। ପ୍ରଥମ କଣ ଉଚ୍ଚତା, ନିଚତା, ଘର କୋଉ ଇଏରେ ଅଛି, ଘରକୁ ପାପ ପ୍ଲାନେଟ ଦେଖୁଛି କି ଭଲ ପ୍ଲାନେଟ ଦେଖୁଛି, କୋଉ ଘରେ ବସିଛି, କୋଉ ଭାବର କାରକ ତତ୍ତ୍ୱ, କୋଉ ନକ୍ଷତ୍ରରେ ବସିଛି, କଣରେ ବସିଛି, ଏସବୁ ଜିନିଷ ସାଇମଲଟେନିୟସଲି ମୁଣ୍ଡରେ ଚାଲିବା ଦରକାର। 40ଟା ଜିନିଷ ଖାଲି ଗୋଟେ କହିଲେ ମାନେ ତ ସେ ସବୁ କହିଲେ ପ୍ରେଡିକ୍ସନ କୁ ଦେଖିଲେ କହିଲେ ପାଗଳ ହେଇଯିବ। ସେଇଟା ନାହିଁ, ହଜାର ହଜାର ଜିନିଷ ଅଛି ରେ ଭାଇ। ମୁଁ ମୁଖ୍ୟତଃ 40ଟା ଜିନିଷକୁ ପ୍ରିଫର କরি। ଆମେ ସେଗୁଡା ପଢିବା, ଗୋଟେ ଗୋଟେ କରି ପଢିବା। ଆମେ ଫାର୍ଷ୍ଟଟା କାଲି ପଢିଛେ, ସେକେଣ୍ଡଟା ଆଜି ପଢୁଛେ। ଫାର୍ଷ୍ଟଟା କାଲି ପଢିଛେ, ଫାର୍ଷ୍ଟ 6ଟା ପଏଣ୍ଟ ଛାଡି ଦେଇଛେ କାଲି, ଆଜି 6ଟା ପଏଣ୍ଟ ଚାଲିଛି। ତେଣୁ ଏ 6ଟା ପଏଣ୍ଟ କଣ କଣ ରହିଲା ନା, ପ୍ରଥମେ ନିଚ ଗ୍ରହ, ନିଚୁକୁ ପଳେଇଲା, ଗ୍ରହ ଯୁଦ୍ଧରେ ପରାସ୍ତ ହେଇଗଲା, ଶତ୍ରୁ ରାଶିକୁ ପଳେଇଲା, ପାପୀ ଗ୍ରହଙ୍କ ଦ୍ଵାରା ଦୃଷ୍ଟ ହେଲା କି ନାହିଁ, ପାପ ଗ୍ରହ ଯୁକ୍ତ ହେଲା କି ନାହିଁ, ପାପ ଗ୍ରହଙ୍କ ମଧ୍ୟରେ ରହିଗଲା କି, ବକ୍ରୀ ଗ୍ରହଙ୍କ ସହିତ ରହିଗଲା କି, ଅସ୍ତ ହେଇଗଲା କି, ସୂର୍ଯ୍ୟଙ୍କ ରଶ୍ମି ଦ୍ଵାରା ଅସ୍ତାଙ୍ଗତ, ରାହୁଙ୍କ ଦ୍ଵାରା ଯୁକ୍ତ ହେଇଗଲା କି, କେତୁଙ୍କ ଦ୍ଵାରା ଯୁକ୍ତ ହେଇଗଲା କି, ଭାବ ସନ୍ଧିରେ ରହିଗଲା କି, ନିର୍ବଳ ହେଇଗଲା କି, ଅଥବା 6, 8, 12 କୁ ପଳେଇଲା କି, ବା 6, 8, 12 ର ସ୍ୱାମୀ ମାନଙ୍କ ସହିତ ଯୁକ୍ତ ହେଇକି ରହିଗଲା କି। ଠିକ ଅଛି, ଏତିକି ସାରା ଜିନିଷ ଯେତେବେଳେ ତମେ ମାଇଣ୍ଡରେ ରଖିବ, ସେତେବେଳେ ତୁମର ପ୍ରେଡିକ୍ସନ ର ଫାଇନାଲନେସ ଟା ଧୀରେ 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 ବଢି ଆସିବ। ଭାଇ ଏତେ କଥା ଜଣା ନାହିଁ, କିଏ କଣ ପ୍ରେଡିକ୍ସନ କରିବ ସେଟା ତା ଉପରେ। ମୋର କ୍ଲିୟର କଟ ଫେଣ୍ଡା, କିଏ କଣ ପ୍ରେଡିକ୍ସନ କରିବ ସେଟା ତା ଉପରେ। ତାର କେତେ ତାକତ ଅଛି, ଜଗଦମ୍ବାର କେତେ ଦୟା ଅଛି, ତା କଥା କେତେ ସତ ହଉଛି, ସେଟା ତ ତା ଉପରେ ଡିପେଣ୍ଡ କରେ। ମୁଁ କିନ୍ତୁ ଆପଣମାନଙ୍କୁ ଆପ୍ରୋଚ ଦଉଛି ଯେ ଏଇ ଆପ୍ରୋଚ ରେ ଆପଣ ମାନେ କୁଣ୍ଡଲି ଦେଖିବା ଆରମ୍ଭ କରିବା ଉଚିତ। ଖାଲି ମନ ଇଚ୍ଛା ଦେଖିବେ। ମତେ ଗୋଟେ ଗ୍ରହର ଫଳାଫଳ ଉପରେ ଡିପେଣ୍ଡ କରିବାର ଅଛି, ଦେଖିବାର ଅଛି। ତ ମୁଁ ଆଗ ସେ ଗ୍ରହର ସ୍ଥିତିଟାକୁ ଜାଣିଲେ ତ, ତାପରେ ତାର ବଳ କେତେ ଅଛି ସେଟାକୁ ଜାଣିଲେ ତ ତାପରେ ମୁଁ ଆଗକୁ ବଢିବି। ସ୍ଥିତି ଆଉ ବଳ ବିଷୟରେ ଜାଣିନି, ଯାଇକି ଆଗକୁ ବଢିଦେବି କଣ, ବଢିବି ଯେ।
कौन से रिजल्ट दब केते पैरामीटर देखा पड़ू तेणु पुणी कही रखे जो 12टा जाक हाउस सदाबले एक्टिवेट थाए 9टा जाक प्लैनेट सदाबले एक्टिव थांती कुंडली भितर सेठी खेल चले 3टा जिनस ट्रांजिट माने गोचर द्वितीय महादशार तृतीय महादशा अंतर्दशा प्रत्यंतर जो अच्छी सेटार तृतीय एंड वेरी भाइटाल थिंग तुमर आचार आचरण केमिति अछि जदि गोटे कौन महादेव भक्त मिलगला तुमको आउ तार खराब दशा चलती सी कि महादेव का आइडेंटिटी तुम जिते विषय खराब कले खराब हबन पॉइंट बुझ मु कौन कहूँ बुझीपार तो तेणु प्रेडिक्शन कौन केमिति करिवो से विषय से तो जा उपरु जा निर्देश आसीबो सेमिति हबो कोन अप्रोच केमिति न से विषय आम डिस्कशन करू जोग अध्याय राजयोग अध्याय कथा बुझी पाले तुम कौन कहू चाहूँ तो काली आम पढ़ते उच्च भल ग्रह द्वारा दृष्ट शुभ मित्र राशि त्रिमूल त्रिकोण तो तुम्हें से जिनसा भलसे भेरीफाए कर ग्रहर स्थिति जना सी पचार 6टा जिनस सोसाइटी बहुत मैटर कर 6टा मास्टरी कर आज्ञा मो चाकरी हम कि ना पॉइंट नंबर 1 मोर धन केबे आसीबो पॉइंट नंबर 2 बाहागर गोटे देह खराब गोटे आउ जमी माने एक्वायरिंग ऑफ एक्वायरिंग प्रॉपर्टी आउ चाइल्ड छुआ जो जन्म हेले नुआ या व्यतीत कौन आसो कहले भाई को अभी तो किसी आसो परीक्षा रिजल्ट जो छुआ छुआ जन्म है जो कि छुआ जन्म हम के जो कनसीव हो पार ये 6टा व्यतीत कौन तुम एक्स्ट्रा आसो प्रेडिक्शन भाई परीक्षा परीक्षा एग्जाम ऊपर कौनटा एग्जाम ऊपर एग्जाम एग्जाम ऊपर आसीबो जे बापा सेटा मुझे कहली जॉब होबा कथा सेटा कोन कहली हां 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 चाकरी माने कोन तू एग्जाम देबी बिना एग्जाम देके जॉब कर छी हां हां जॉब तेणु यही 6टा जिनस व्यतीत आ प्राय किसी लोक पचारनी किए जाए एस्ट्रोलोजी पचार मोर कौन भगवान दर्शन हम पचारि किए जाए कौन पचारि कि एमती को माध्यम उपासना करी जे भगवान प्राप्त हे मत टाइम पीरियड कह मत कौ हिसाब से उपासना करिया दरकार पचारि यही पचारे कि एस्ट्रोलोजी से बनी एस्ट्रोलोजी बनी तुम्हें तुमर ग्रहर स्थिति अनुसार उपासना करने पूर्वक तुम्हें ईश्वर को प्राप्ति कर एवं माया बंधन रु दूरे रही आगे बढ़ कारण मुहूर्त चिंतामणि रे क्लियर लिखाई ज्योतिष हूँ वेदर चक्षु वेदर गोटे अंग एवं तार मुख्यतः निर्माण करा जायतला ए संसार चक्र रु समय चक्र रे परमात्मा को धरिकी किभली बैलेंस लाइफ बंचिबा पाए एबे आमे एटा को 6टा जिंस भितरे सेटल कर दे चाकरी केबे हबो धन केबे आसीबो बाहागर केबे हबो छुआ जन्म केबे हबो प्रॉपर्टी एक्वायर केबे हबो एई सब जिंस भितरे आमे सीमित करके थई दिलु तेणु आमे डिस्कशन काली रो सेशन गला आज रो सेशन गला नेक्स्ट सेशन रे आमे आलोचना करिवे जे किभली भाबरे आमे अप्रोच नबा आज रो सेशन पेंति की समस्त जय श्री जगन्नाथ।